ଛୁଆଲ ହୁଁ ଦେହ ଭଲ ଲାଗୁନି ନା ମତେ। ମୁଣ୍ଡଟା ଜୋରରେ ପୁରା ପେନ୍ ହଉଛି, ସାଙ୍ଗେ ସାଙ୍ଗେ ପୁରା ତାତି ଯାଉଛି ଏଇଗୁଡା। ପୁରା ଗାମୁଛା ଗରମ ହେଇଯାଉଛୁ ସାଙ୍ଗେ ସାଙ୍ଗେ। ଥଣ୍ଡା ପାଣି ଟିକେ ମାରିଦେଲା ବେଳକୁ ଭଲ ଲାଗୁଛି। ଦେଖିଆ ଟିକେ କମିବ ଯଦି ଟିକେ। ହଁ ଟିକେ ଶୁଅ ଦେଖିଆ ଭଲ ଲାଗିବ। ଛୁଆ ଶୋଇଛନ୍ତି ଟିକେ ଭଲ ଲାଗୁ। ଗୁଲୁ ଏଇଠି ଆସିକି ଶୋଉନଲ। ହଉ ସେଇଠି ଶୁଅ ଶୁଅ। କାହିଁ ଏପାର ଘଁ ଘଁ ହଉଛନ୍ତି। ଦେହ ବିଲକୁଲ ଭଲ ଲାଗୁନି। ପୁରା ସକାଳୁ ଉଠିକି ଗାଧେଇ ସାରିକି କହୁଥିଲେ ଆଜି ପୁରା ଛିଡା ହବା, ଅଣ୍ଟା ସିଧା କରିବା, ପ୍ରାକ୍ଟିସ କରିବା। ଆଜିଠୁ ଷ୍ଟାର୍ଟ କରିବା ବୋଲି ଦେଖିଲା ବେଳକୁ ମୋ ଦେହଟା ଆଜି ସାଥ ଦଉନି। ଭଲ ଲାଗୁନି। କମିବନି ସେଉଛନ୍ତି। ଛାତିଟା ବି ଟିକେ ଟିକେ ଫେନ୍ ହେଲାଣି। ଜୋର ହେଇଯାଇଛି। କମିଯିବ ନା? କମିଯିବ। ଖାଇଛି ତ ମେଡିସିନ, ଦେଖିବା କମିଯିବ। ଚିପି ଦିଏ। ପୁରା ଚିପିଲା ବେଳକୁ କମୁନି, ଲାଗୁଛି ବାହାର ପଟରୁ ଏରକମ ପୁରା ଚାପି ହେଇଗଲା ଏରକମ ଲାଗୁଛି ପୁରା। ଚିପିଲା ବେଳକୁ କମୁନି ବା, ମୁଁ ଚିପିକି ଦେଖି ସାରିଲିଣି। ଏଇ ସକାଳୁଠୁ ଉଠିକି ହିଁ ଗୁଲୁ ଆଜି କହିଲାଣି, ଆଜି ପୁରା ତୁ ଯୋଉ ଟାର୍ଗେଟ ନେଇଛୁ 10 ଦିନରେ ଅଣ୍ଟା ପୁରା ଷ୍ଟ୍ରେଟ୍ ହେଇକି ଛିଡା ହବା ଶିଖିବୁ, ଆଜିଠୁ ହିଁ ଷ୍ଟାର୍ଟ କରିବା। ତ ଖାଇକି ତାପରେ ଆରମ୍ଭ କରିବା ବୋଲି ଫିଜିଓଥେରାପି। ସଡନଲି ପୁରା ଗୁଲୁଙ୍କ ଦେହ ଖରାପ ହେଇଗଲାଣି, ଭଲ ଲାଗୁନି ଗୁଲୁଙ୍କୁ ମତେ। ତାଙ୍କ ମୁଣ୍ଡ କଣ ହେଇଯାଉଛି, ଛାତି ପେନ୍ ହଉଛି, ପ୍ରବଳ ଜୋର ଏସିଡ୍ ଧରି ନେଇଛି। ଆରେ ଆଜି ଖରା ବି ନାହିଁ, ଫିର ବି ଭଲ ଲାଗୁନି ଗୁଲୁଙ୍କୁ। ମାନେ ମୁଣ୍ଡଟା ଏତେ ଗରମ ଫିଲ୍ ହଉଛି ଯେ ଘର ଭିତରେ ଯାଇକି ଶୋଇଲେ ଭଲ ଲାଗୁଛି। ଘର ଭିତରେ ଯୋଉ ଥଣ୍ଡା ଥଣ୍ଡା ଲାଗୁଛି ରୁମ୍ ଗୁଡାକ, ବିଲକୁଲ ଭଲ ଲାଗୁନି। କଣ ଭଲ ଲାଗିବ ଟିକେ ହେଇଯାଇଛି ନା, ମୁଣ୍ଡଟା ଜୋର ଧୀରେ ଧୀରେ କମିଯିବ। ମୁଁ ଯାଇ ବି ପାରୁନି ତା ମୁଣ୍ଡ ଆସିବାକୁ। ଆଉ ସେଠି ନ ଶୋଇଲେ ଆଉ ଏଠି ଭଲ ଲାଗୁନି ତାନ୍ତେ ଖରାର। ଛୁଆ ଦିନେ ଦେହ ଖରାପ ହେଲା ବେଳକୁ ଆମର ସମସ୍ତଙ୍କର କଷ୍ଟ। କିସ କରିବା। ଠିକ ଅଛି, କମିଯିବ। ତମେ କାହିଁ ଉଠିକି ଆସିଲ ବଳେ? ଭଲ ଲାଗୁନି, ମନ କୁଣ୍ଡେଇ ହଉଛି। କେଇ ବେଳେ ମୁଁ ଗେଲିଟାକୁ ଛାଡିକି ଯାଏନି, ତା ପାଖରେ ସବୁବେଳେ ରୁହେ। ଆଜି ଟିକେ ମାନେ ଗେଲି ବାହାରେ ବସିଛି ନା, ମତେ ଆଜି ଏତେ କଷ୍ଟ ହଉଛି ଯେ ବାହାରେ, ମାନେ ମୁଣ୍ଡଟା ତାତି ଯାଉଛି ସାଙ୍ଗେ ସାଙ୍ଗେ। ଥଣ୍ଡା ଥଣ୍ଡା ଲାଗିଲା ବେଳକୁ କପଡାଟା ଟିକେ ଦେଲା ବେଳକୁ ଭଲ ଲାଗୁଛି। ସେଥିପାଇଁ ଟିକେ ଘର ଭିତରେ ଟିକେ ଯାଇକି ଶୋଉଛି। ସାଙ୍ଗେ ସାଙ୍ଗେ ଗାମୁଛାଟା ଗରମ ହେଇଯାଉଛି। ମେଡିସିନ ଖାଇଲେଣି, ଟିକେ କମିବ। କମିଯିବ, ମନ ଦୁଃଖ କରନା। ଛୁଆ ଦେହ ଖରାପ ହେଲା ବେଳକୁ ଆମର ସମସ୍ତଙ୍କର ମନ ଖରାପ ହେଇଯାଉଛି। କମୁନି, ଏଇଠୁ ଚିପି ଦେମି କିଲୋ ଛୁଆ ଟିକେ। ଚିପିଲା ବେଳକୁ ଅଧିକା ହବ ମାନେ ଶିରଟା ଦକ ଦକ ହଉଛି ନା। ଗୁଲୁକୁ ବହୁତ କଷ୍ଟ ହଉଛି। ତାଙ୍କ ଦେହ ଖରାପ ହେଇଛି, ମୋ ଦେହ ଖରାପରେ ସେ ଏତେ ସାଥ ଦଉଛନ୍ତି ମୋର, କିନ୍ତୁ ମୁଁ କିଛି କରିପାରୁନି। ଥଣ୍ଡା ପଡିଯାଇଛି ତ ପୁରା। ପୁରା ପକେଇଦେଲି, ଗାମୁଛା ଦେଇଦେଇକା ପକେଇଦେଲି। ଟିକେ ଥଣ୍ଡା ପଡିଲାରୁ ଯାଇ ଟିକେ ଭଲ ଲାଗିଲା। ମୁଁ ଷ୍ଟ୍ରଙ୍ଗ କରିଦଉଛି। ଭଲ ଲାଗିଲା ଟିକେ କମିଲା। ଦେହଟା କାଇଁ ଥରିଲାଣି, ଶୀତ ନାଗୁଛି ଆଜି ଗେଲି ମୋର ବିଲକୁଲ ବି ଫିଜିଓଥେରାପି କରିପାରିଲାନି। ମୋ ଦେହ ଏବେ ବି ଟିକେ ଭଲ ଲାଗୁନାହିଁ। ଛାତି ପେନ୍ ସିନା କମିଯାଇଛି, କିନ୍ତୁ ମୁଣ୍ଡଟା ଏବେ ବି ବହୁତ ଜୋରରେ ପେନ୍ ହଉଛି। ତ ବିଲକୁଲ ବି ଯାହା ହେଲେ ବି ମୋ ସପୋର୍ଟ ବିନା ଗେଲି ତ ଫିଜିଓଥେରାପି ବିଲକୁଲ ବି କରିପାରିବନି। ରିସ୍କ ବହୁତ ସାରା ରହୁଛି, ଏକୁଟିଆ କରିବାଟା ଠିକ ହବନି। ତ ସେଥିପାଇଁ ଖାଲି ଯାହା ନର୍ମାଲ ମାଲିସ ଏକା ସବୁ କରିଛି ଗେଲି, କିନ୍ତୁ ଫିଜିଓଥେରାପି ଆଜି କରିପାରିଲିନି। ମୋ ଦେହ ବିଲକୁଲ ବି ସାଥ ଦେଲାନି। ଛାତି ପେନ୍ ହଉଥିଲା ବହୁତ ଜୋରରେ, ଛାତି ପେନ୍ଟା କମି ଯାଇଛି ଏବେ, କିନ୍ତୁ ମୁଣ୍ଡ ବିନ୍ଧାଟା ଏବେ ବି କମି ନାହିଁ। ବହୁତ ଜୋରରେ ପୁରା ଧକ ଧକ ହେଇକି ବିନ୍ଧି ଯାଉଛି ପୁରା। ମୁଁ 2 ଜଣ ଟିକେ ବସିଛୁ। ସବୁଦିନ ଫିଜିଓଥେରାପି କରିକି ଆସିଲା ପରେ ଦେହ ଟିକେ କମ ପେନ୍ ହୁଏ, ପେନ୍ ଟିକେ କମିଯାଏ ଯେତେବେଳେ, ସେତେବେଳେ ବସିକି
ରାଧା ମାଙ୍କ ଜପ କରେ, ଲେଖେ ଗୋଟେ ଡାଏରୀରେ। ତ ଏବେ ଲେଖିବୁ, ଆମେ 2 ଜଣ ଲେଖିବୁ, ମାନେ ଗେଲି ଲେଖିବୁ, ଆମେ 2 ଜଣ ବସିକି ଜପ କରିବୁ। ଜୟ ଶ୍ରୀ ରାଧାକୃଷ୍ଣ। ନୂଆ ଡାଏରୀ ଏବେ ବନେଇଛି। ତା ପୁରୁଣା ଡାଏରୀ ଏବେ ବି ଏଇଠି ଅଛି ମୋ ପାଖରେ। ଏଥିରେ ଲେଖୁଥିଲା। ଯେବେଠୁ ପୁରା ଠିଆ ହେବା ଶିଖିଲାଣି ସେବେଠୁ ତା ମନ କହୁଛି ଯେ ନୂଆ ଡାଏରୀରେ ପୁରା ଲେଖିବ। ତ ସେଥିପାଇଁ ପୁଣି ନୂଆ ଡାଏରୀକୁ ପୁରା ଭଲସେ ପୁରା ସଜେଇକି ମଲାଟ ବନେଇକି ଷ୍ଟାର୍ଟ କରିଛି। ରାଧେ ରାଧେ ଶ୍ରୀ ରାଧେ ରାଧେ। ଜୟ ଶ୍ରୀ ରାଧାକୃଷ୍ଣ। ଜୟ ଶ୍ରୀ ରାଧାକୃଷ୍ଣ। ଭଲ କରିଦେବେ ରାଧା ରାଣୀ, କାଳିଆ ଭଲ କରିଦେବ। ରାଧେ ରାଧେ ଶ୍ରୀ ରାଧେ ରାଧେ। ଶୀଘ୍ର ଭଲ ଲାଗୁନି ମତେ। ହଁ, ତୁମେ ଷ୍ଟ୍ରଙ୍ଗ ରହିଲେ ମତେ ଯାଇକି ଷ୍ଟ୍ରଙ୍ଗ ଫିଲ୍ ହଉଛି। ମୁଁ ଷ୍ଟ୍ରଙ୍ଗ ଅଛି। କଷ୍ଟ ହେଲାଣି ତୁମକୁ ଭଲ ଲାଗୁନି। କାତରା ହେଇଯାଉଛ ତୁମେ ପୁରା। ଷ୍ଟ୍ରଙ୍ଗ ଅଛି। ମୁଣ୍ଡଟା ପୁରା କଣ୍ଟିନ୍ୟୁଅସଲି ବିନ୍ଧି ଚାଲିଛି ନା। ଷ୍ଟ୍ରଙ୍ଗ ଅଛି ପୁରା। ଗେଲି ପାଇଁ ପୁରା ଖୁସି ଅଛି ମନ ଶରୀରଟା ପୁରା। ୱିକ୍ ପଡିଲା ବେଳକୁ ନା ତୁମେ ଯୋଉ ଗେଲି ଏଇଟା କରିବା, ଫିଜିଓଥେରାପି କରିବା, ଚାଲ ଗେଲି ଏଇଟା ନେଇ ଆସିବା, ଏଇଟା ନେଇ ଆସିବା, ପୁରା ଘାଲେଇକି ଶୋଇ ପଡୁଛ, ବସି ପଡୁଛ, ମତେ ଭଲ ଲାଗୁନି ବିଲକୁଲ। କଷ୍ଟ ଗୁଡାକ ଫିଲ୍ ହେଇଯାଉଛି ପୁରା। କଷ୍ଟ ପାଇକି ଆଉ ଜଣକୁ କଷ୍ଟରେ ଦେଖିବାଟା ବି ବହୁତ ବଡ ଇଏ। ହଉ ତ ଗେଲ ଷ୍ଟ୍ରଙ୍ଗ। ମୁଁ ଷ୍ଟ୍ରଙ୍ଗ ଜାଣିଛି, ନର୍ମାଲ ଦେହ ଖରାପ ହେଇଛି ବି ଜାଣିଛି। ସେମିତି ହୁଏ, ନର୍ମାଲ ଦେହ ଖରାପ ହୁଏ, କିନ୍ତୁ ମାନେ ଏତେ ଜୀବନରେ ସେ ଦେହ ଖରାପ ହେଇଗଲାଣି, ଏତେ ପାଇଗଲେଣି, ଫିଲ୍ ହଉଛି ଯେ ମାନେ କେତେ କଷ୍ଟ ହଉଛି, କଣ ହଉଛି, ଘାଲେଇଲା ବେଳକୁ ମୋ ଆଗରେ ବା କାହାକୁ କଷ୍ଟ ହେଲା ବେଳକୁ ଭଲ ଲାଗୁନି ମତେ, ବିଲକୁଲ ଭଲ ଲାଗୁନି। ହଉ ହିଷ୍ଟ୍ରି ଫ୍ୟାମିଲି, ଆଜି ରହିଲୁ। ଆଜି ତ ଦେହଟା ଭଲ ଲାଗୁନାହିଁ। ଆପଣମାନେ ବି ବେଶୀ ମନ ଦୁଃଖ କରିବେନି। ମୁଁ ପୁଣି କାଲିକି ଠିକ ହେଇଯିବି। ଆଉ ପୁଣି ଆପଣମାନଙ୍କ ସହ ସବୁ କିଛି ସେୟାର କରିବି। ଆଜି ଆପଣମାନଙ୍କ ସହ ମୁଁ କିଛି ସେୟାର ବି କରିପାରିଲିନି। ରହିଲି। ଜୟ ଜଗନ୍ନାଥ।